ଆପଣ ଜାଣିଛନ୍ତି କି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଘନ ଜଙ୍ଗଲ ଓ ପାହାଡ଼ ମଝିରେ ଲୁଚି ରହିଛି ଏକ ଆଲୌକିକ ଶିବଧାମ, ଯାହାକୁ ଲୋକେ କହନ୍ତି ଘଗର ଧାମ। ରାଉରକେଲାରୁ ପ୍ରାୟ 25ରୁ 30 କିଲୋମିଟର ଦୂରରେ ଥିବା ଏହି ପବିତ୍ର ସ୍ଥାନ କେବଳ ଏକ ମନ୍ଦିର ନୁହେଁ, ଏହା ହେଉଛି ଭକ୍ତିର, ଆସ୍ଥା ଓ ଚମତ୍କାରର ଏକ ଜୀବନ୍ତ ପ୍ରତୀକ। ଲୋକକଥା ଅନୁସାରେ ସୁନ୍ଦରଗଡ଼ର ରାଣୀ ଏକ ରାତିରେ ସ୍ୱପ୍ନ ଦେଖିଥିଲେ, ଯେଉଁଠାରେ ଭଗବାନ ଶିବ ତାଙ୍କୁ ନିଜ ଉପସ୍ଥିତିରେ ସଂକେତ ଦେଇଥିଲେ। ସେହି ସମୟରେ ଗ୍ରାମବାସୀମାନେ ଦେଖିଲେ ଏକ ଗାଈ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନିଜ ଆଡ଼ୁ କ୍ଷୀର ଢାଳୁଛି। ଯେତେବେଳେ ସେହି ସ୍ଥାନକୁ ଖୋଳାଗଲା, ସେଠାରୁ ବାହାରିଲା ଏକ ସ୍ୱୟଂ ଭୂକଳା ଗ୍ରାନାଇଟ୍ ପଥରର ଏକ ଶିବଲିଙ୍ଗ, ଯାହାକୁ ଆଜି ଭକ୍ତମାନେ ଭଗବାନ ଘଗରେଶ୍ୱର ଭାବେ ପୂଜା କରୁଛନ୍ତି। ମନ୍ଦିର ଉତ୍କଳୀୟ ସ୍ଥାପତ୍ୟ ଚାରିପାଖରେ ସବୁଜ ପରିବେଶ, ଘଗର ନଦୀର ମନୋରମ ଦୃଶ୍ୟ ଏବଂ ଛୋଟ ଜଳପ୍ରପାତ ଏହି ସ୍ଥାନକୁ ଆହୁରି ଅଦ୍ଭୁତ କରିଦେଇଛି। ମହାଶିବରାତ୍ରି ଓ ପବିତ୍ର ଶ୍ରାବଣ ମାସରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଲକ୍ଷ ଲକ୍ଷ କାଉଡ଼ିଆ ଓ ବୋଲବମ୍ ଭକ୍ତ ଏଠାକୁ ଆସି ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତି। ତେବେ ଆପଣ କେବେ ଏହି ମନ୍ଦିରକୁ ଯାଇଛନ୍ତି କି ନାହିଁ, କମେଣ୍ଟ ବକ୍ସରେ ମତାମତ ଦିଅନ୍ତୁ।